ଶ୍ରୀକୃଷ୍ଣ କୁହନ୍ତି ଯେ ମଣିଷ ସେତେବେଳେ ଅଧିକା କଷ୍ଟ ପାଇଥାଏ ଯେତେବେଳେ ସିଏ ତା'ର ଖୁସିକୁ ନିଜର ଖୁସିର ସହିତ ତୁଳନା କରିବା ଆରମ୍ଭ କରିଦେଇଥାଏ। ସିଏ ଯେତେବେଳେ ଦେଖେନା ସିଏ କେଉଁ ଭଳିଆ ଅବସ୍ଥାରେ ଅଛି ଆଉ କେମିତି ଅଛି, କିନ୍ତୁ ଅନ୍ୟର ସଫଳତା ପାଇଲେ ସିଏ ଯେତେବେଳେ ଈର୍ଷା କରିବା ଆରମ୍ଭ କରିଦେଇଥାଏ ଆଉ ନିଜକୁ ଅନ୍ୟର ସହିତ ତୁଳନା କରିବା ଆରମ୍ଭ କରିଦେଇଥାଏ, ମଣିଷ ସେତେବେଳେ ଅଧିକା କଷ୍ଟ ଆଉ ଦୁଃଖ ପାଇଥାଏ। ଶ୍ରୀକୃଷ୍ଣ କୁହନ୍ତି ଜୀବନରେ ଆମର ଅନେକ ଲୋକଙ୍କ ସହିତ ଭେଟ ହେବ ଆଉ ଅନେକ ଲୋକଙ୍କ ସହିତ ସମ୍ପର୍କ ବି ଗଢ଼ି ଉଠିବ, କିନ୍ତୁ କେବେ ଦୁଃଖ ପ୍ରକାଶ କରିବାନି ଯଦି ଆମ ଜୀବନରେ କେଉଁ ଲୋକ ବି ଚାଲିଯାଏ। ଯେଉଁ ଲୋକ ଆମ ଜୀବନରେ ଆମକୁ ଚାଲିକି ଛାଡ଼ି ଯାଇଥାଏ ସିଏ ଆମକୁ କିଛି ଶିକ୍ଷା ଦେବା ପାଇଁ ଆସିଥାଏ ଆଉ ତା'ର ଶିକ୍ଷା ଦେଇ ସିଏ ପଳେଇଥାଏ। ବରଂ ସେ ଲୋକ ପାଇଁ ମନ ଦୁଃଖ କରନ୍ତୁନି, ବରଂ ମନ ଦୁଃଖ ଏଥିପାଇଁ କରନ୍ତୁ କି ଆପଣ ଆପଣଙ୍କ ଜରୁରୀ ସମୟ ସେ ଲୋକ ସହିତ ବିତେଇଛନ୍ତି ଆଉ ଆପଣ ଆପଣଙ୍କ ସମୟର ବହୁତ ନଷ୍ଟ କରିଛନ୍ତି। ସେଥିପାଇଁ ଆପଣ ଆପଣଙ୍କ ସମୟ ସବୁବେଳେ ନିଜର କର୍ମ ଉପରେ ଗୁରୁତ୍ୱ ଦିଅନ୍ତୁ ଆଉ ଶିଖନ୍ତୁ। ବହୁତ ଲୋକ ଅଛନ୍ତି ଯେଉଁମାନେ କି ଆମ ଜୀବନରେ କିଛି ଲୋକ ପଳେଇଗଲା ପରେ ସେମାନେ ଦୁଃଖରେ ଭାଙ୍ଗି ପଡ଼ନ୍ତି, କିନ୍ତୁ ସେମାନଙ୍କୁ ମୋର ମାତ୍ର ଗୋଟିଏ କଥା, ଏଇ ଜୀବନରେ କିଛି ଲୋକ ଆସିବେ ଆମ ସାଥିରେ ସାଥ ଦେବେ ଆଉ କିଛି ଲୋକ ଅଛନ୍ତି ଆମଠୁ ଦୂରେଇ ଚାଲିଯିବେ। ଯିଏ ଭଲ ଲୋକ ହେଇଥିବ ଆଉ ଯିଏ ଆମ ଜୀବନରେ ରହିବାର ଥିବ ସିଏ ଆମର ଭଲ ସମୟରେ ବି ଆମ ସହିତ ରହିବ ଆଉ ଆମ ଖରାପ ସମୟରେ ବି ଆମ ସହିତ ରହିବ, କିନ୍ତୁ ଯାହାର ଚାଲିଯିବାର ଥିବ ସିଏ କେବଳ ଆମ ସହିତ ଭଲ ସମୟରେ ହିଁ ରହିବ, ଖରାପ ସମୟରେ ଆମର ସାଥ ଆଦୌ ଦେବନି। ଆପଣଙ୍କୁ ଯଦି ଏହି କୃଷ୍ଣ ବନ୍ଦନା ଭଲ ଲାଗୁଛି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ଆମ ସହିତ ନିଶ୍ଚିନ୍ତ ଯୋଡ଼ି ହୋଇ ରୁହନ୍ତୁ। ଶ୍ରୀକୃଷ୍ଣ କୁହନ୍ତି ଯେ ଅନେକ ଲୋକ ଏମିତି ଜିନିଷ ପଛରେ ପଡ଼ିଯାଆନ୍ତି ତାଙ୍କ ପାଖରେ ଥିବା ଜିନିଷର ସେ ମୂଲ୍ୟ ବୁଝିପାରନ୍ତି ନାହିଁ। ଯେମିତିକି ଲୋକମାନେ ଟଙ୍କା ଚାହାନ୍ତି କିନ୍ତୁ ଘରର ପରିବାର ବାପା ମାଆଙ୍କ ସ୍ନେହ ଶ୍ରଦ୍ଧାକୁ ସେ ଜାଣିପାରନ୍ତି ନାହିଁ। ବହୁତ ଲୋକ ଅଛନ୍ତି ବଡ଼ ଘର ଚାହାନ୍ତି କିନ୍ତୁ ସେମାନେ କେବେ ଭାବନ୍ତିନି ଏ ଶରୀରର ମହତ୍ତ୍ୱ କେତେ। ଥରେ ଗୋଟେ ଗରିବ ଲୋକଟି ଗୋଟେ ସନ୍ଥ ପାଖକୁ ଗଲା ଆଉ ସେ ସନ୍ଥକୁ ପଚାରିଲା କି ମୁଁ ବହୁତ ଗରିବ ଆଉ ମୋତେ କୋଟି ଟଙ୍କା ଦେଇଦିଅନ୍ତୁ। ସେ ସନ୍ଥଟି ପଚାରିଲା ତାହେଲେ ଠିକ୍ ଅଛି, ମୁଁ ତୁମକୁ କୋଟି ଟଙ୍କା ଦେଇଦେବି, କିନ୍ତୁ ତା ବଦଳରେ ତୁମକୁ ତୁମ ଆଖିକୁ ଫେରାଇବା ପାଇଁ ପଡ଼ିବ ଆଉ ତା ବଦଳରେ ତୁମର ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗ ମୋତେ ଦେବାକୁ ପଡ଼ିବ। ସେ ଲୋକଟି କହିଲା ନାଇଁ ମୁଁ ଦେଇପାରିବି ନାହିଁ। ତାହେଲେ ତାକୁ ସନ୍ଥ କହିଲେ ତୁମ ପାଖରେ ଯେଉଁ ଜିନିଷ ଅଛି ସେଇଟା ହିଁ ଟଙ୍କା ଠାରୁ ବହୁତ ମୂଲ୍ୟବାନ, ତୁମେ ସେଇ ଜିନିଷର ମହତ୍ତ୍ୱ ପ୍ରଥମେ ବୁଝ। ଜୀବନରେ ଆମକୁ ବହୁତ ଜିନିଷ ଟଙ୍କା ପଇସା ଏସବୁ ମିଳିଯିବ, କିନ୍ତୁ ଆମ ପାଖରେ ଥିବା ମୂଲ୍ୟ ଜିନିଷ ଗୁଡ଼ିକ ଯେମିତି ଆଖି, ଆମର ହାତ, ଆମ ଅଙ୍ଗ ପ୍ରତ୍ୟଙ୍ଗ, ଆମର ସୁନ୍ଦର ଜୀବନ, ବାପା ମାଆଙ୍କ ସ୍ନେହ, ଏଗୁଡ଼ା ସବୁ ବିନା ମୂଲ୍ୟରେ ଆମକୁ ମିଳିଥାଏ। ସେଥିପାଇଁ ଏଗୁଡ଼ା ଟଙ୍କା ଠାରୁ ମଧ୍ୟ ବହୁତ ଉପରେ। ଜୀବନରେ ଭଲ ସମୟ ଆସିବ ଆଉ ଖରାପ ସମୟ ବି ଆସିବ। ଯେମିତି ବର୍ଷା ପରେ ଶୀତ ଆସୁଛି ଆଉ ଶୀତ ପରେ ଖରା ଦିନ ଆସୁଛି, ଠିକ୍ ସେହିପରି ଆମ ଜୀବନରେ କିଛି ମୁହୂର୍ତ୍ତ ଭଲ ରହିବ ଆଉ କିଛି ମୁହୂର୍ତ୍ତ ଖରାପ ରହିବ। କିନ୍ତୁ ଯେତେବେଳେ ଭଲ ସମୟ ଆମର ଚାଲୁଛି ସେତେବେଳେ ଚେଷ୍ଟା କରନ୍ତୁ ସବୁବେଳେ ଭଲ କର୍ମ କରିବା ପାଇଁ, ପର ଉପକାର କରିବା ପାଇଁ ଚେଷ୍ଟା କରନ୍ତୁ, ଦାନ କରିବା ପାଇଁ ଚେଷ୍ଟା କରନ୍ତୁ, ଧର୍ମ କରିବା ପାଇଁ ଚେଷ୍ଟା କରନ୍ତୁ। ଚାହୁଁଛନ୍ତି ଯଦି ଅନ୍ୟମାନଙ୍କୁ ପ୍ରେରଣା ଦେବା ଶିଖାନ୍ତୁ ଆଉ ଅନ୍ୟମାନଙ୍କୁ ଭଲ ଶିକ୍ଷା ଦେବା ଶିଖାନ୍ତୁ। କିନ୍ତୁ ଯଦି ଆପଣ ଭଲ ସମୟରେ ଯଦି ଭଲ କର୍ମ କରିଥିବେ ସେହି ଖରାପ ସମୟରେ ବି ଆପଣଙ୍କ ସାଥିରେ ଧୀରେ ଧୀରେ ଭଲ ହେବ। ଯଦି ଆପଣଙ୍କ ଉପରେ ପଥର ପଡ଼ିବାର ଥିବ ନା, ଆପଣଙ୍କ ଉପରେ ସାମାନ୍ୟ ଗୋଟେ ଟେକାଟା ହିଁ ପଡ଼ିବ। ଠିକ୍ ସେହିପରି ଆପଣ ଖରାପ ସମୟ ହେଉ କିମ୍ବା ଭଲ ସମୟ ହେଉ ସବୁବେଳେ ଚେଷ୍ଟା କରନ୍ତୁ ଭଲ କର୍ମ କରିବା ପାଇଁ। ବହୁତ ଲୋକ ଅଛନ୍ତି ଯେଉଁମାନେ ସୁଯୋଗକୁ ଅପେକ୍ଷା କରି ରହିଥାନ୍ତି, ମାନେ ସେମାନଙ୍କୁ ସବୁବେଳେ ଭଲ ଜାଗା ଦରକାର, ଭଲ ସୁଯୋଗ ଦରକାର, ତାପରେ ସେ ତାଙ୍କର କାମ ଷ୍ଟାର୍ଟ କରିବେ। ଯେମିତି ଧର ଗୋଟେ ପିଲାଟେ ପାଠ ପଢ଼ିବା ପାଇଁ ଚାହୁଁଛି କିନ୍ତୁ ତା'ର କହୁଛି କି ମୁଁ କାଲି ଗଲେ ପଢ଼ିବି କି ମାସକ ପରେ ମୋର ପାଠପଢ଼ା ଷ୍ଟାର୍ଟ କରିବି, ମୋର ଛୁଟି ଖୋଲା ହେଇଯାଉ କରିବି କି ଛୁଟି ଷ୍ଟାର୍ଟ ହେଇଯାଉ ମୁଁ ପାଠପଢ଼ା ଷ୍ଟାର୍ଟ କରିବି। ଯଦି ସେ ସେଇଭଳି ଭାବରେ ମନୋବୃତ୍ତି ରଖିବ ତାହେଲେ ସେ କେବେ ହେଲେ ବି ତା'ର ସଫଳତା ଦିଗରେ ପହଞ୍ଚି ପାରିବ ନାହିଁ। କିନ୍ତୁ ଯଦି ଆପଣଙ୍କର କାମ କରିବାର ଇଚ୍ଛା ଅଛି, କିଛି ପାଇବା ପାଇଁ ଇଚ୍ଛା ଅଛି, ତାହେଲେ ସେଇ କାମ ଗୁଡ଼ିକୁ ଆଜିଠାରୁ ଆଉ ଏବେ ମୁହୂର୍ତ୍ତରୁ ଆରମ୍ଭ କରିବା ଶିଖନ୍ତୁ। ଯେମିତି ଗୋଟେ ଗଛ ହେବା ପାଇଁ ଗୋଟେ ମଞ୍ଜିଟେ ମାଟିରେ ପଡ଼ିଛି, କିନ୍ତୁ ସେଇ ମାଟି କେବେ ହେଲେ ବି ମଞ୍ଜିଟି କେବେ ହେଲେ ବି କହୁନି କି ପାଗର ଅନୁକୂଳ ହେଲେ ମୁଁ ଗଛ ହେଇକି ସୃଷ୍ଟି ହେବି, କିନ୍ତୁ ସେ ଯେମିତି ବି ପାଗ ହେଉ ସିଏ ତା'ର କଷ୍ଟ କରି ସେ ମାଟିକି ଚିରିକି
ବାହାରକୁ ବାହାରିକି ବଡ଼ ଗଛରେ ପରିଣତ ହେଉଛି। ଠିକ୍ ସେହିପରି ଆପଣ ଯଦି ଆପଣଙ୍କ ଜୀବନରେ କିଛି ବି କରିବା ପାଇଁ ଚାହୁଁଛନ୍ତି ତାହେଲେ କୌଣସି ସମୟକୁ ଅପେକ୍ଷା ନ କରି ଏବେଠାରୁ କାମ ଆରମ୍ଭ କରିଦିଅନ୍ତୁ। ଆପଣଙ୍କୁ ବରଂ ସମୟ ଅଧିକା ଭଲ ଭଲ ସୁଯୋଗ ଦେବ, କିନ୍ତୁ ଆପଣ ଯଦି ଭଲ କର୍ମ କରିବାର ଅଛି ତାହେଲେ ଏବେଠାରୁ ଆରମ୍ଭ କରିନିଅନ୍ତୁ। ଅନେକ ଲୋକ ଅଛନ୍ତି ଯେଉଁମାନେ କି କାହାର ସଫଳତାକୁ ଦେଖିପାରନ୍ତିନି, ସେମାନେ ঈର୍ଷା କରନ୍ତି। ଆପଣ ଯେତେବେଳେ ଯେକୌଣସି କାମ କରିବେ ସେ ଆପଣଙ୍କୁ ସବୁବେଳେ ପ୍ରଶଂସା କରିବେ ବୋଲି ସେଇଟା କିଛି ବି ନାହିଁ। ସେମାନେ ଆପଣଙ୍କୁ ବହୁତ ସମୟରେ ଆପଣଙ୍କୁ ନିନ୍ଦା କରିବେ, ପରିହାସ କରିବେ, ଆପଣଙ୍କର ମଜା ଉଡ଼େଇବେ। କିନ୍ତୁ ଆପଣ ଯଦି ସଠିକ୍ ଦିଗରେ ଯାଉଥିବେ ତାହେଲେ ଆପଣଙ୍କର କୌଣସି କିଏ ବି କରିପାରିବେନି। ଆପଣ ଖାଲି ଏତିକି ମନେ ରଖନ୍ତୁ, ଯେଉଁମାନେ ସମାଲୋଚନା କରନ୍ତି ଆଉ ଯେଉଁମାନେ ঈର୍ଷା କରନ୍ତି ସେମାନେ ତାଙ୍କ ଜୀବନରେ କେବେ ଆଗକୁ ଯିବା ପାଇଁ ଚେଷ୍ଟା କରନ୍ତି ନାହିଁ। ସେଥିପାଇଁ ଯିଏ ଆଗକୁ ଯିବାକୁ ଚେଷ୍ଟା କରିଥାଏ ସେମାନେ ତା'ର ସବୁବେଳେ ପରିହାସ, ନିନ୍ଦା କରିଥାନ୍ତି। ସେମାନେ ଚାହାନ୍ତି କି ଯେଉଁ ଲୋକ ଆଗକୁ ଯିବାକୁ ଚାହୁଁଛି ସେ ତଳକୁ ଖସିଯାଉ, ଆଉ ସବୁବେଳେ ଆପଣଙ୍କୁ କର୍ମରୁ ଓହରିବା ପାଇଁ ସେ ସବୁବେଳେ ଆପଣଙ୍କୁ ନିଚା ଦେଖେଇକି କଥାବାର୍ତ୍ତା ବି ମଧ୍ୟ କରିବେ। ସେଥିପାଇଁ ଆପଣ କାହାରି କଥାକୁ ନ ଶୁଣିବେ, ଆପଣ ପ୍ରଥମେ ଆପଣଙ୍କ ଯେକୌଣସି କାମ ଆରମ୍ଭ କରିଛନ୍ତି ସେ କାମ ଉପରେ ଗୁରୁତ୍ୱ ଦିଅନ୍ତୁ।